ମଞ୍ଜୁଷା ଓଡ଼ିଆ ପାଠାଗାର ତରଫରୁ ଓଡ଼ିଶା ଦିବସ ପାଳିତ। ଆନ୍ଧ୍ର ଅଧ୍ୟୁଷିତ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ମଞ୍ଜୁଷାସ୍ଥିତ ଓଡ଼ିଆ ଯୁବକ ପାଠାଗାର ତରଫରୁ ପାଠାଗାର ପରିସରରେ ଓଡ଼ିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପାଠାଗାର ସଭାପତି ଦୁର୍ଗା ପ୍ରସାଦ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡକ୍ଟର ତିରୁପତି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସ୍ଥା ଚକ୍ରରେ ଆମେ ବିଚ୍ଛିନ୍ନାଞ୍ଚଳବାସୀ ଆମର ମୂଳ ଭୂଖଣ୍ଡ ଠାରୁ ଅଲଗା ହୋଇ ଆନ୍ଧ୍ରପ୍ରଦେଶର ପରିଚୟରେ ପରିଚିତ ହେଉଥିଲେ ହେଁ ଆମ ଜାତୀୟତାକୁ ଆମେ ଭୁଲି ନାହୁଁ, ବରଂ ଓଡ଼ିଆ ହିସାବରେ ଆମେ ନିଜକୁ ଗର୍ବିତ ଅନୁଭବ କରିଥାଉ ବୋଲି ଉପସ୍ଥିତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ଉଦ୍ବୋଧନ ଦେଇଥିଲେ। ଆମ ବିଶ୍ୱବିଦିତ ପୁଷ୍କଳ ଓ ଉଦାର ଜାତୀୟ ଚରିତ୍ର ଘେନି ଆମେ ନିଜକୁ ଧନ୍ୟ ମନେ କରୁ ଏବଂ ଏହାର ସୁରକ୍ଷା ପ୍ରତ୍ୟେକ ଓଡ଼ିଆଙ୍କ ପ୍ରଥମ କର୍ତ୍ତବ୍ୟ ବୋଲି ସେ ଉପସ୍ଥିତ ଜନତାଙ୍କୁ ଉଦ୍ବୋଧନ ଦେଇଥିଲେ। ପାଠାଗାର ଉପସଭାପତି ରାଧାକୃଷ୍ଣ ପଟ୍ଟନାୟକ, ସୀମାଞ୍ଚଳପତି ପ୍ରଦୋଷ ତ୍ରିପାଠୀ, ପରିଚାଳକ ପରମେଶ୍ୱର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଦିବସର ଇତିବୃତ୍ତ ସମ୍ପର୍କରେ ଆଲୋକପାତ ସହ ଓଡ଼ିଆଙ୍କ ମହନୀୟ ଚରିତ୍ରର ଅବତାରଣା କରିଥିଲେ। ପାଠାଗାର ତରଫରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ। ସାଂସ୍କୃତିକ ସମ୍ପାଦକ ନାଲା ନୀଳକଣ୍ଠଙ୍କ ସଂଯୋଜନା କ୍ରମେ ପାରଳାଖେମୁଣ୍ଡି ସମଲେଇ ଡ୍ୟାନ୍ସ ଗ୍ରୁପ ଶିଳ୍ପୀଙ୍କ ସମେତ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ନୃତ୍ୟ ସଙ୍ଗୀତ ପ୍ରଦର୍ଶିତ ହୋଇଥିଲା। ସମ୍ପାଦକ ରବୀନ୍ଦ୍ର କୁମାର ପାଢ଼ୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୁଗ୍ମ ସମ୍ପାଦକ ନିରଞ୍ଜନ ବେହେରା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ପାଠାଗାରର ଅନ୍ୟାନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସହଯୋଗ କରିଥିଲେ। ଏହି ଉତ୍ସବ ମାଧ୍ୟମରେ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ଭାଇ ଭଉଣୀମାନେ ଜାତୀୟ ସ୍ରୋତରେ ଅବଗାହିତ ହୋଇଥିବା ପରିଦୃଷ୍ଟ। ମଞ୍ଚଜ୍ୟୋତି ନ୍ୟୁଜ ତରଫରୁ ସୁଭାଷ ଚନ୍ଦ୍ର ସାହୁ ରୋଶନଙ୍କ ରିପୋର୍ଟ। बीट जो क्या पहले चाकू डाइवर ना से मोड़ी